ए माँ कही जा तू किए लो सही मोरान ततेलो तोरान मते कही जा तू किए लो सही मोरान ततेलो तोरान मते कही जा तू कौन है लारे बंद कर जो अर्जुन दा कोड पोला सियार जाऊ सही मोरान ततेलो तोरान मते डाकुले शक्राजितंक दोहिती बाजी नुआ परी लागुछि मते कहि जा तू किए लो छही मोरा ना ततलो तोरा ना मते कहि जा काली सक्राइत राजा झील सत्यभामा को दौले आज तुम पुणी नूतन कन्या केस आसी चल माँ तुम नाम ग्राम कही दियो खोलिकी कही दियो कही दियो माँ हे महाप्रभु किए रे तू किए रे पुआ तो बोपा के अर्जुन होइतिला पहिला द्वार रक्षक ना ताटी रक्षक करे मो सत्यभामा आसी अछि टुआ का छ सत्यभामा पार्टी रे जदी पसुनी कह ना मूर्ख सत्यभामा कोन रे सत्यभामा कह यस द्वारका भुवन द्वारका द्वारका कुशस्थली बापा नाम शक्राजित राजा मां नाम जानुभानु मो नाम सत्यभामा मो स्वामी नाम श्रीकृष्ण अच्छा द्वार रक्षक हे महाप्रभु ये जो कहले प्रकृत रे सत्यभामा बोली मते तिले मात्र विश्वास लागु नाही आपण को सम्मुख रे गोटी 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 करी करी कहि गली परा केड़े अविश्वासी पिलाटा रे इटा द्वार रक्षक एड़े पार्टी को ये जदी प्रकृत रे सत्यभामा एड़े पार्टी को मो डाइफर मो उड़ी जो कान रो कितले अर्जुन हो तो अर्जुन ये जदी प्रकृत रे सत्यभामा श्री कृष्ण को विवाह करिबा समय रे आउ का को विवाह करिथिले ये कहि परिबी पचारिबा निश्चय मां हां आज्ञा कहउछंती कोन कहिले तुमे जते बेले भगवान श्री कृष्ण विवाह करिले सेते बेले पातालपुर रे आउ का को विवाह करिथिले बा पातालपुर रे को घटना मान घटिथिला तुमे कहि परिबो कि मां एरा कम अर्जुन गछ बेकार एबे केते दूर आम पुराण पळी थांदा चल मु सोयन कक्ष जा सोई पड़े ए बोपा के किए रे तू किए रे तो पैसा धरि तू पहिला चालिली मु सोयन कक्ष अर्जुन हग्या को जाईती रे हगिया को जाई तू प्रॉप्स पकोच कि रे मु टांगड़ पिए परा ओ अर्जुन तू पिए कि रे मु टांगड़ पिए ओहो ए पिएले भले हेले मां हां कहि जा मां तबे कहूची सुना हो कहि जा सुना दूता बरा प्रश्न चरिता सूर्य ठारू चावंत का लेले संग्रहित प्रसजित
নিজ হস্তর মণি ভালো ঝাঁপি নেলা সে মণি ধরি যাব মাতা রাখো গলা ହେଲେ ମା হ্যাঁ ଦିନକର ଘଟଣା ହେଇଛି କଣ କଣ ନା ସୂର୍ଯ୍ୟ ଦେବତାଙ୍କୁ 12 ବର୍ଷ ତପସ୍ୟା କରି হ্যাঁ ରାଜା ଶକ୍ରାଜିତ ଗୋଟିଏ ମଣି ଟିକିଏ ପାଇଥିଲେ আচ্ছা ସେ ମଣିର ନାମ ହଉଛି ସମନ୍ତକ ମଣି শ্যামন্তক মণি ହେଲେ হ্যাঁ ସୂର୍ଯ୍ୟଙ୍କୁ 12 ବର୍ଷ ତପସ୍ୟା କରି ଶକ୍ରାଜିତ ରାଜା ସମନ୍ତକ ମଣିଟି ପାଇଥିଲେ আচ্ছা ଏ ମଣି ପ୍ରଭାବରେ হ্যাঁ ଦିନକୁ ଦିନ ଅଜସ ସମ୍ପତ୍ତି ବଢିବାକୁ ଲାଗିଲା ବଢାଉ। ଶକ୍ରାଜିତ ଆଚ୍ଛା। ରାଜାଙ୍କର ହେଲେ ଦ୍ୱାରକାରେ ହାଲା ପଡିଲା କଣ ଶକ୍ରାଜିତ ରାଜା ତ ଗରିବ ଥିଲେ ହେଲେ ଏତେ ଗୁଡିଏ ସମ୍ପତ୍ତି ତାଙ୍କର ଆସିଲା କୁଆଡୁ କୋଉଠୁ ଆସିଲା ଭଗବାନ କୃଷ୍ଣ ଯୋଗ ବଳରେ ଜାଣିପାରିଲେ କଣ ଗୋଟେ ମଣି ପ୍ରଭାବରେ ଶକ୍ରାଜିତ ରାଜାଙ୍କର ସମ୍ପତ୍ତି ବଢିବାକୁ ଲାଗିଛି ଆଚ୍ଛା ଆଜ୍ଞା ଭଗବାନ କୃଷ୍ଣ କଲେ କଣ ମା କଣ କଲେ ଅକ୍ରୁରକୁ ଦିନେ ପଠେଇଲେ କହିଲେ ଅକ୍ରୁର হ্যাঁ ତୁମେ ଯାଇ ଶକ୍ରାଜିତ ରାଜାଙ୍କୁ ସେ ମଣିଟା ମାଗିକି ଆଣ ଆମେ ଦେଖିବା କେମିତିକା ଜିନିଷ କେମିତିକା ଆଜ୍ଞା ଅକ୍ରୁର ଯେତେବେଳେ ମାଗିବାକୁ ଯାଇଛନ୍ତି হ্যাঁ ଶାସ୍ତ୍ରରେ ନାହିଁ କିଲୋ ମା হ্যাঁ ବଡ ଲୋକକୁ ଉତ୍ତର ନାହିଁ ସ୍ୱର୍ଗକୁ ନିଶୁଣି ନାହିଁ ନାହିଁ ବିଚାର କଲେ ଶକ୍ରାଜିତ ରାଜା କଣ ଇଏ ତ ଦ୍ୱାରକା ଅଧିପତି ଭଗବାନ କୃଷ୍ଣ হ্যাঁ ଆଙ୍କୁ ଯଦି ମୁଁ ଜିନିଷଟା ଦେଇ ଦେଇ ମାଗି ପାରିବିନି আচ্ছা କିଏ ଆଉ ଫେରେଇବେନି ମତେ ଦେବେନି ଆଉ ହେଲେ ରାଜା ମାନେ ତ ବଡ ଚାଲାକି ଲୋକ ଲୋ ମା হ্যাঁ ଶକ୍ରାଜିତ ରାଜାଙ୍କର ଗୋଟିଏ ଭାଇ ସାନ ଭାଇଟିଏ ଥିଲେ আচ্ছা ଭାଇଟିର ନାଁ ହଉଛି ପ୍ରସେନାଜିତ হ্যাঁ ପ୍ରସେନାଜିତ ରାଜା କଲେ କଣ ସେ ମଣିଟାକୁ ଅଣ୍ଟାରେ ଖୁଞ୍ଚି হ্যাঁ ମୃଗୟା କରିବାକୁ ଚାଲିଗଲେ ଜଙ୍ଗଲକୁ ପଳେଇଲେ ଅଶ୍ବରେ ବସିକି ଘୋଡାରେ ବଇକିରି ପଳେଇଲେ হ্যাঁ ଯାଉ 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 କେତେ ବାଟ ଯାଉ ଯାଉ ସନ୍ଧ୍ୟା ସମୟ ହେଇଗଲା ସନ୍ଧ୍ୟା ସମୟ ହେଲେ ଗୋଟେ ସିଂହ ଆଶ୍ରୟ ସ୍ଥଳୀରେ ପହଞ୍ଚି ଯାଇଛନ୍ତି আচ্ছা ହେଲେ ସିଂହ ତାର ଆଧାର ଖାଇବା ପାଇଁ ବାହାରକୁ ଯାଇଛି ଚରାବୁଲା କରିବା ପାଇଁ হ্যাঁ ଏଣେ ଭାବି ଗୁମ୍ଫାକୁ ଭାବି ଶକ୍ରାଜିତ ରାଜା ପ୍ରସେନାଜିତ ବିଚାର କଲେ ହଁ। ଏ ତ ସନ୍ଧ୍ୟା ସମୟ ହେଲାଣି ମୁଁ ଆଉ ଯିବି କୁଆଡେ କୁଆଡେ ଆଜ୍ଞା ଅଶ୍ବଟାକୁ ପ୍ରଥମେ ସେ ଗୁମ୍ଫାର ଆଗରେ ବାନ୍ଧିଦେଲେ ଆଚ୍ଛା ନିଜେ ଯାଇ ସେ ସିଂହ ଗୁମ୍ଫା ଭିତରେ ରହିଗଲେ ଆଚ୍ଛା ଆଚ୍ଛା ହେଲେ ସିଂହ ଅର୍ଦ୍ଧରାତ୍ର ସମୟକୁ ବୁଲି 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 ଆସିଲା ଆଧାର ଖାଇକି ହଁ ଦେଖିଲା ଗୋଟେ ଅଶ୍ବ ବନ୍ଧା ଯାଇଛି ଆଚ୍ଛା ଅଶ୍ବଟାକୁ ଆଗ ଖାଇଦେଲା ଖାଇଦେଲା ତାପରେ ଇଏ ତ ପଶୁ ଜାତି ହଁ ଶୁଙ୍ଗି ଶୁଙ୍ଗି ଗଲା ବେଳେ ମନୁଷ୍ୟ ଗୋଟେ ଅଛି ଅଛି ମଣିଷଟାକୁ ମଧ୍ୟ ଖାଇଦେଲା ହଁ ପ୍ରସେନାଜିତ ରାଜାଙ୍କୁ ଖାଇଦେଲା ଖାଇଦେଲା ତ ସଙ୍ଗେ ସଙ୍ଗେ ଯୋଉ ମଣିଟା ଅଣ୍ଟାରେ ଖୁଣ୍ଟିଥିଲା ମଣିଟା ମଧ୍ୟ ପେଟ ଭିତରେ ରହିଗଲା ଏ ମଣି ପ୍ରଭାବରେ ସିଂହର ମୂର୍ଧୁନାଟା ଫାଟିଗଲା ମରିଗଲା ଏଣେ ମଣିଟା ଖଣ୍ଡେ ଦୂରରେ ପଡିଛି ପଡିଛି ସିଂହ ଖଣ୍ଡେ ଦୂରରେ ଛିଟିକିରି ପଡିଛି ପଡିଛି ଦି ଜଣ ଯା ମରିକି ପଡିଛନ୍ତି ପଡିଛନ୍ତି ଏଣେ ପାତାଳପୁରର ରାଜା ହଉଛନ୍ତି ଜାମ୍ବବସେନ ଆଚ୍ଛା ଭାଲୁ 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 ହେଲେ ଇଏ ମର୍ତ୍ତ୍ୟ ଭ୍ରମଣ କରିବାକୁ ଆସିଥିଲେ ହଁ ଦେଖିଲେ ଖଣ୍ଡେ ଦୂରରେ କଣ ଗୋଟେ ଜଗଜଗ ଆଲୁଅ ଦିଶୁଛି ଆଲୁଅ ସେ ଦେଖାଯାଉଛି ପାଖକୁ ଯାଇ ଟିକେ ଶୁଙ୍ଗା ଶୁଙ୍ଗି କଲେ ହଁ। କହିଲେ ନାଇଁ ନାଇଁ ଏଇଟା ଗୋଟେ ଭଲ ଜିନିଷରେ ହଁ ସିଏ ନେଇକିରି ଚାଲିଗଲେ ପାତାଳପୁରକୁ ଆଚ୍ଛା ଏଣେ ଦ୍ୱାରକାରେ ହାଲା ପଡିଲା କଣ ଶକ୍ରାଜିତ ରାଜାଙ୍କର ମଣିଟା ଚୋରି କଲା କିଏ କିଏ ସେ ଆଜ୍ଞା ସମସ୍ତେ କହିଲେ କୃଷ୍ଣ ଆଗା ମାଗିଥିଲେ କୃଷ୍ଣ ଆଗା ଚୋରେଇକିରି ଘିନେଇଲେ ହଁ ଆଜ୍ଞା ଚୋର ଅପବାଦ ସହି ନ ପାରି ଭଗବାନ କୃଷ୍ଣ କଲେ କଣ ଜାଣିଛ ମା କଣ କଲେ ସତ୍ୟ କଲେ କଣ କହିଲେ ଯଦି 7 ଦିନ ଭିତରେ ମଣିଟାକୁ ଖୋଜିକି ନ ଆଣି ଦିଏ ହଁ ଏ ଦ୍ୱାରକାରେ ମୁଁ ଆଉ ଜୀବନ କାହାକୁ ଦେଖେଇବିନି ଆତ୍ମହତ୍ୟା କରି ମରିଯିବି ମରିଯିବି ହେଲେ ମଣିଟାକୁ ଉଦ୍ଧାର କରିବାକୁ କିଏ ସେ କେସେ ଗଲେ ସାତ୍ୟକୀ ଅନାଦୃଷ୍ଟ ଅକ୍ରୂର ଉଦ୍ଧବ ଭଗବାନ 5 ଜଣ ଚାଲିଲେ ହଁ। ମଣିର ସନ୍ଧାନରେ ହଁ ହେଲେ ମଣିଟା କୋଉ ଜାଗାରେ ଅଛି କେମିତି ପାଇବେ କୋଉଠି ପହଞ୍ଚିଲେ କହିପାରିବ କି ମା ତେବେ କହୁଛି ଶୁଣ କହିଯା ମା ଶୁଣ ହେ ଗାୟକ ତୁ ହିଁ ଉତ୍ତର କହୁଛି ମୁହିଁ ଆଜି ଶୁଣରେ ଗାୟକ ତୁ ହିଁ ଉତ୍ତର କହୁଛି ମୁଇଁ ହରି ବଂଶର ଚରିତ ଷଷ୍ଠ ଖଣ୍ଡରେ ଉଦିତ ଦେଖ ହରି ବଂଶର ଚରିତ 6ଠ ସ୍କନ୍ଧରେ ଉଦିତ ଭାଗବତ ଗ୍ରନ୍ଥ ଭାଗବତ ଗ୍ରନ୍ଥ ସୁଖଦେବ ମୁଖରୁ ହେଲା ସମ୍ପୂର୍ଣ୍ଣ ଭାଗବତ ଗ୍ରନ୍ଥ
ଏଇଟା ମା ହରିବଂଶ ପୁରାଣରେ ଲେଖା ଯାଇଛି। ଆଚ୍ଛା ଭାଗବତର ଷଷ୍ଠ ଅଧ୍ୟାୟରେ ଲେଖା ଯାଇଛି ସମନ୍ତକ ମଣି ହରଣ। ହଁ ହେଲେ ତାପରେ ହେଇଛି କଣ ମା? 169 ଅଧ୍ୟାୟ ଏ ମା 169 ଅଧ୍ୟାୟ କହିବା ବିସ୍ତାରୀ। ମଣି ଖୋଜି ଖୋଜି ହରି ସନ୍ଦେଶ ନ ପାଇ ଆହୁରି ମଣି ଖୋଜି ଖୋଜି ହରି ସନ୍ଦେଶ ନ ପାଇ କରି ଏଣେ ତେଣେ ଚାହିଁ ଅକ୍ଷୟ ବଟ ମୂଳେ ରହିଲେ ଯାଇ ଏଣେ ତେଣେ ଚାହିଁ ଭାଗବତର ହରିବଂଶର 169 ପୃଷ୍ଠା ମାଧ୍ୟମରେ ଲେଖା ଯାଇଛି ହଁ ସମନ୍ତକ ମଣି ହରଣ। ଆଚ୍ଛା ମଣିଟାକୁ ଖୋଜି ଖୋଜି ସନ୍ଧ୍ୟା ସମୟ ହେଇଗଲା। ଏ ଯୋଉ 5 ଜଣ ଯାଇକି ପ୍ରବେଶ କଲେ। ଆଚ୍ଛା ଅକ୍ଷୟ ବଟ ବୋଲି ଗୋଟିଏ ବଟ ଗଛ ଅଛି। ହଁ। ସେ ବଟ ମୂଳରେ ଯାଇ ପହଞ୍ଚିଛନ୍ତି 5 ଜଣ। କିଏ ସେ ବାପା? ସାତ୍ୟକୀ, ଅନାଦୃଷ୍ଟ, ଅକ୍ରୂର, ଉଦ୍ଧବ ଏବଂ ଭଗବାନ। ଭଗବାନ ହେଲେ ତାପରେ କଣ ହେଇଛି ମା? ତଉ ହୁଅନ୍ତେ ପ୍ରଭାତ ସାତ୍ୟକୀ ଯେ ଅନାଦୃଷ୍ଟ ଆଜ୍ଞା ତହୁ ହୁଅନ୍ତେ ପ୍ରଭାତ ସାତ୍ୟକୀ ଯେ ଅନାଦୃଷ୍ଟ ଅକ୍ରୂର ତହିଁର ଖାଇ ଉଦ୍ଧବ ସଙ୍ଗତେ ନେଇ ଆଜ୍ଞା ଅକ୍ରୂର ତହିଁର ଖାଇ ଉଦ୍ଧବଙ୍କୁ ସଙ୍ଗେ ନେଇ ଶୃଙ୍ଗ ମଧେ ଜାଣ ଦଶାଇ ପଶିଲେ ପ୍ରଭୁ ନାରାୟଣ ଶୃଙ୍ଗ ମଧେ ଜାଣ সন্ধ্যা সময় সে অক্ষয় বট বলি যে বটমূলটি অছি আচ্ছা 5 জন যাকে শোই পড়িলে। হ্যাঁ সকালে উঠি দেখিলে গোটিয়ে গাতটিয়ে দিশুছি বট গছ মূলে। হ্যাঁ হেলে ভগবান কইলে এ গর্ত দ্বার নেইকি সে পাতালপুরকু চালি যাইছি। আচ্ছা হ্যাঁ হ্যাঁ উদ্ধবଙ୍କୁ ସାଙ୍ଗରେ ନେଲେ ସାତ୍ୟକୀ ଅନାଦୃଷ୍ଟ ଅକ୍ରୂରକୁ ଗାତ ମୁହଁରେ ଜଗେଇ ଦେଲେ। କହିଲେ 7 ଦିନ ଭିତରେ ଯଦି ମୁଁ ପାତାଳରୁ ନ ଫେରେ হ্যাঁ ତୁମେ ଦ୍ୱାରକାରେ କହିଦବ ଭଗବାନ ଶ୍ରୀକୃଷ୍ଣ ମରିଗଲେ ବୋଲି କହିଦବ। হ্যাঁ ତାପରେ ହେଇଛି କଣ ମା? ରୁକ୍ଷରାଜ ସିଂହଦ୍ୱାର ଜମ୍ବୁବତୀର ଗଳାର ଆରି ରୁକ୍ଷ ରାଜ ସିଂହଦ୍ୱାର ଜମ୍ବୁବତୀର ଗଳାର ଶ୍ୟାମନ୍ତକ ମଣି ତଇ ହୃଦୟ ଲବିଳ ଦେଖ ଛଇ ସମନ୍ତକ ମଣି ତହି ହୃଦୟ ଲମ୍ବିଳ ଛଇ କୋପେ ନାରାୟଣ ମଣି ଛିଣ୍ଡାଇ ଆଣିଲେ ଶ୍ରୀ ହସ୍ତେଣ କୋପେ ନାରାୟଣ ଜେମାମଣି ରୁକ୍ଷ ରାଜା ଯୋଉ ଜମ୍ବବସନ ରାଜାଙ୍କର ପାତାଳପୁରର ରାଜା ହଉଛନ୍ତି ଜାମ୍ବବସନ। ହେଲେ ତାଙ୍କ ଏକମାତ୍ର କନ୍ୟା ଥିଲା, ଝିଅଟିର ନାଁ ହେଲା ଜମ୍ବୁବତୀ। ଆଚ୍ଛା ଏ ଯୋଉ ସମନ୍ତକ ମଣିଟି ନେଇଥିଲେ କହିଲେ ମାଲୋ ମୁଁ ଗୋଟିଏ ଅପୂର୍ବ ପଦାର୍ଥ ଆଣିଛି, ଏଇଟା ରଖିଥା ତୋର ବିବାହ ସମୟରେ କାମ ଦବ। ହେଲେ ଦେଇ ଦେଇଛନ୍ତି। ଭଗବାନ ତ ମଣି ଖୋଜି ଖୋଜି ଯାଇକି ଦେଖି ଦେଇଛନ୍ତି ଯେତେବେଳେ କଣ ସେ ରାଗରେ ସେ ମଣିଟାକୁ ଛିଣ୍ଡେଇକିରି ଆଣିଛନ୍ତି ଲୋ ମା। ତାପରେ ଘଟଣା ଦେଇଛି କଣ? ଦେଖି ମୁଦୁସିଲି ଗଣ ଗୋଳ କଲେ କବହନ ଆହୁରି ଦେଖି ମୁଦୁସିଲି ଗଣ ଗୋଳ କଲେ କବହନ ତାରେ ଜଣାଇଲେ ଯାଇ
ଶୁଣି ରୂପ ଗୋପ ହୋଇ ଦେଖ ଚାରେ ଜଣାଇଲେ ଯାଇ ଶୁଣି ରୂପ ଗୋପ ହୋଇ ସୈନ୍ୟ ଦେଲେ ବେଶୀ ସୈନ୍ୟ ଦେଲେ ବେଶୀ ନିର୍ଭୟ ଧନୁ ଧରିଲେ ବ୍ରହ୍ମ ରାଶି ସୈନ୍ୟ ଦେଲେ এই যে ভগবান কৃষ্ণ ହଁ জম্বুবতী বেকুর মালিটাକୁ ছিଣ୍ଡাইକିରି ঘিনি আনলে ଆଚ୍ଛା ତାଙ୍କର ଦାସୀ ପରିବାରୀ ମାନେ ଯାଇ କହିଲେ ହେ ମହାରାଜା ହଁ କିଏ ସେ ଜଣେ ଚୋର ଆସି ତୁମ ଝିଅର ବେକରୁ ମାଳିଟା ଛିଣ୍ଡେଇକିରି ନେଇ ଯାଇଛି ହଁ ହେଲେ ଭଗବାନ କଲେ କଣ ମା ଚକ୍ରପେଶୀ ନାରାୟଣ ଛେଦିଲେ କରୁକ୍ଷ ସୈନ୍ୟ ଆଜ୍ଞା ଚକ୍ର ପେଶୀ ନାରାୟଣ ଛେଦିଲେ କରୁକ୍ଷ ସୈନ୍ୟ ମନ୍ତ୍ର ପଡ଼ି ଯାବବାନ ଜିଆଇ ଦିଅନ୍ତି ଦେଖ ସୈନ୍ୟ ମନ୍ତ୍ର ପରି ଜାମ୍ବବାନ ଜିଆଇ ଦିଅନ୍ତି ସୈନ୍ୟ ଏହି ପରିଜାଣ 26 ଦିନ ପର୍ଯ୍ୟନ୍ତ ହେଲା ରଣ ଏହି ପରିଜାଣ ହେଲେ ମା ହଁ ଏ ଯୋଉ ନାରାୟଣ ଚକ୍ରର ସୈନ୍ୟ ସମତ ମାନଙ୍କର ମୁଣ୍ଡକୁ କାଟୁଥିଲେ ହଁ ତାକୁ ଜାମ୍ବେବସନ ରାଜା ବଞ୍ଚେଇ ଦଉଥିଲେ କାହିଁକି ଜାଣିଛ ଜାମ୍ବେବସନ ରାଜାଙ୍କ ପାଖରେ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ଥାଏ ଆଚ୍ଛା ମଲା ଲୋକକୁ ଜିଆଇ ପାରନ୍ତି ଜିଇଲା ଲୋକକୁ ମାରି ପାରନ୍ତି ହଁ ଦେଖୁ ଦେଖୁ ଏମିତି ଯୁଦ୍ଧ ଚାଲିଲା ହଁ କେତେ ଦିନ ଯୁଦ୍ଧ ଚାଲିଲା ମା 26 ଦିନ ନାଇଲୋ ମା 24 ଦିନ ଓଳିଆ ଯୁଦ୍ଧ ଚାଲିଛି ଆଚ୍ଛା ଆଉ 1.5 ଦିନ ଯୁଦ୍ଧ କଳି ଯୁଗକୁ ବାକି ରହି ଯାଇଛି ହଁ ହଁ ହେଲେ ଚାଲିଲା ହଁ। ତାପରେ ହେଲା କଣ ମା 14 ଦିନ ପର୍ଯ୍ୟନ୍ତ ଦ୍ୱାରେ ଜଗିଲେ ତିନି ଆଜ୍ଞା 14 ଦିନ ପର୍ଯ୍ୟନ୍ତ ଦ୍ୱାର ଜଗିଲେ ତିନି ଦୂତ ଗତ ମଧୁର ରୁଧିର ବାହାରିଲା କ ସତ୍ୱର ଆହୁରି ଗର୍ତ୍ତ ମଧ୍ୟରୁ ରୁଧିର ବାହାର ହେଲା ସତ୍ୱର ତାହା ଦେଖି ତହିଁ ତାହା ଦେଖି ତହିଁ ଦ୍ୱାରକା ପଳାଇ ଗଲେ ଭୟ ପାଇ ତାହା ଦେଖି ତହିଁ ଏ ମା ହଁ এই যে তিন জন জগিলে সাত্বিক অনাথ কৃষ্ণ ক্রূর ହଁ দেখু দেখু 7 দুগুণে 14 দিন হয়ে গলা ହେଇଗଲା ভগবান আউ পাতালপুরু ফেরিলেনি ନା না এই যে সৈন্য সামন্ত মানকর কটা মুন্ডরু ହଁ এই গাত দ্বারে ফেম্পিড়িয়া রক্ত দেই উপরু বাহারিলা ବାହାରିଲା এ তিন জন ভয় হয়ে গেলে ହଁ কইলে ভগবান তো কইদিলে 7 দিনরে ফেরিবি বলি ହଁ আউ ফেরিবেনি মরি গলে রে বাপা ହଁ দ্বারকাকু আজ্ঞা দৌড়িকি ধাই পড়াইলে তিন জন হেলে দ্বারকারে কলে কোন মা କୁଶସ୍ଥଳୀ ଯେ ଭୁବନ ପ୍ରବେଶିଲେ ତିନି ଜଣ এ মা কুশ তলি যে ভুবন প্রবেশ ছিলে তিন জন ପଚାରିଲେ ନଗ୍ରଜନ କାହୁ ଗଲେ ନାରାୟଣ আমি পচারিলে নগ্রজন কাহি গলে নারায়ণ অক্রূর কহନ୍ତି সূর্য মধ্যে ঝাস গলে যদুপতি অক্রূর কহନ୍ତି হেলে মা ହଁ এই যে তিন জন যাইলে ହଁ হেলে মনে কর এবে আমি গোটে গাঁরু 15 জন নাটক করিয়া আসিছে তুমি 13 জন যাব আমি আউ মু তো 14 জন যাব মু আউ জনে যাবিনি আম ঘরে পচারিবে না লাইলো তমকু লোক মানে পচারিবে। সমতে আসিল তম আজ্ঞা কুয়ারে গলে বলি পচারিবে ହଁ ହଁ সেমিতি দ্বারকা পড়াইলে হ্যাঁ। পচারিলে তুমি তো 5 জন যাইছিল ହଁ তুমি 3 জন আইল আর 2 জন গলে কুয়ারে କୁଆଡେ গଲେ মা মানে টিকে শুনল মা তোমারি কথা মা মাউসী মানে স্বামী থাই কি 7 7টা স্ত্রী বিধবা আইতিলে হেলে তারপরে হেছি কোন মা
ସଂସାନେ ଦହନ କରି ପଦ୍ମନ କ୍ରିୟାକୁ ଆହୁରି ସଂସାରେ ଦହନ ସାରି ପ୍ରଦ୍ମିନ କ୍ରିୟାକୁ ଧରି ସର୍ବେ କଲେ କରଦନ କୁଶ ପିତୁଳି ନେଇ ସର୍ବେ କଲେ କରଦନ କୁଶ ପିତୁଳି ନେଇଲ ସଂସାରେ ଦହନ ସାରି ପ୍ରଦ୍ମିନ କ୍ରିୟାକୁ ଧରି ପ୍ରେତ କାର୍ଯ୍ୟ ଜାଣ ପ୍ରେତ କାର୍ଯ୍ୟ ଜାଣ ବିଧି ମତେ ଚଳାଇଲେ ପୁରଜନ ପ୍ରେତ କାର୍ଯ୍ୟ ଜାଣ ଆମେ ଯଦି ବମ୍ବେ କି କଟକରେ ଥିବା ହଁ ଯଦି ସେ ଲୋକଟା ମରିଗଲା ଶବ ଆଇ ପାରିଲାନି ହଁ ତାହେଲେ କଣ କରାଯାଉଛି ଗାଁ ଗହଳିରେ ଜାଣିଛ କଣ ଗୋଟେ ନଡା ବିଡା କିମ୍ବା ଗୋଟେ କଦଳୀ ଗଛକୁ ହଁ ଶବ କରିକି ନେଇ ଭାଇ ସାହି ମାନେ ଡାକିକିରି ମଶାଣିରେ ପୋଡିକିରି ଆଉଥିଲେ ଆଚ୍ଛା ସେମିତି ବାପା ତ ମରିଗଲେ ପାତାଳପୁରରେ ହଁ କୃଷ୍ଣଙ୍କର ବଡ ପୁଅ ହଉଛନ୍ତି ଆଜ୍ଞା ପ୍ରଦ୍ମିନ ହଁ ପ୍ରଦ୍ମିନ ସାଇ ଭାଇ ସମସ୍ତଙ୍କୁ ଡାକିଲେ ହଁ ନେଇକିରି ଶବଟାକୁ ସଂସାର କରିଦେଲେ ମଶାଣିରେ ଆଚ୍ଛା ପ୍ରେତ କାର୍ଯ୍ୟ ଆରମ୍ଭ ହେଇଗଲା ହଁ ଏକ ଦିନ ହେଲା 2 ଦିନ ହେଲା 3 ଦିନ ହେଲା ପଣା ପାଣି ଚାଲିଲା ପିତା ଭାତ ଚାଲିଲା ପାଳୁ ଉଖୁଡା ଚାଲିଲା ସବୁ ବୁନ୍ଦି ପୁରୀ ଉଖୁଡା ସବୁ ଚାଲିଲା ସବୁ ସରିଲା ତାପରେ ହେଲା କଣ ମା ସପ୍ତପାଟ ବଞ୍ଚି ଗଣ ରତ୍ନ ଚୋରିକୁ ଫିଙ୍ଗିନ ଏ ମା ସପ୍ତ ପାଟ ବଂଶୀ ଗଣ ରତ୍ନ ଚୁଡ଼ିକୁ କାଢିଣ 12 ଦିନ ତହୁ ଗତ ପିଣ୍ଡ ଦେଲେ ଆହୁରି 12 ଦିନ ତହୁଙ୍ଗତ ପିଣ୍ଡ ଦେଲେ ଜ୍ୟେଷ୍ଠ ସୁତ କୃଷ୍ଣ ହସ୍ତେ ଜାଣ କୃଷ୍ଣ ହସ୍ତେ ଜାଣ ଅନ୍ନ ପିଣ୍ଡ ପଡ଼ିଲା ଗତ କ୍ଷଣ କୃଷ୍ଣ ହସ୍ତେ ଜାଣ ରାଜା ଆଉ ଭଗବାନ କୃଷ୍ଣ ପାତାଳପୁରରେ ଯୁଦ୍ଧ ଚାଲିଛି ହଁ ନ ଖାଇ ନ ପିଇ ଭଗବାନ ଟା ଟିକେ ନିସ୍ତେଜିଆ ହାଲିଆ ହେଇଗଲେଣି ହାଲିଆ ଅନ୍ନ ହେନି ବର୍ଣ୍ଣ ମା ପେଟରେ ଅନ୍ନ ନାହିଁ 24 ଦିନ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଛି ହଁ ଭାଲୁ ରାଜା କରିଛି କଣ ମା କଣ ଭଗବାନଙ୍କୁ ତଳେ ପକେଇ ଦେଇ ହାମ୍ବୁଡିକିରି ମାରିକିରି ବସିଛି ତା ଉପରେ ହଁ ଏଇ ଯୋଉ କୃଷ୍ଣଙ୍କର ବଡ ପୁଅ ପ୍ରଦ୍ମିନ ହଁ 12 ଦିନ ପିଣ୍ଡ ଦାନ କଲେ ଆଜ୍ଞା ଯୋଉ 12 ପିଣ୍ଡ ଦିଆଯାଉଛି ହଁ କଣିକାଏ ମଧ୍ୟ ପିତୃପୁରୁଷ ପାଉଛନ୍ତି ହଁ ତେଣୁ କରି ଏ କଣିକାଏ ପିଣ୍ଡ ଯାଇ ଭଗବାନଙ୍କର ଗର୍ଭରେ ପଡିଗଲା लो ମା ଆଚ୍ଛା ତାପରେ ହେଲା କଣ ମା ଜାମ୍ଭବ ଯୁଦେଶୀ ହରି ତଳେ ଥିଲେ ପଡି କରି ଆରି ଜାମ୍ବବ ଯୁଦେଶୀ ହରି ତଳେ ଥିଲେ ପଡି କରି ପିଣ୍ଡ ପଣତେ ବହନ ଚେତିଲେ କ ନାରାୟଣ ଦେଖ ପିଣ୍ଡ ପଡନ୍ତେ ବହନ ଚେତିଲେ କ ନାରାୟଣ ଧରି ବିଶ୍ୱରୂପ ଓଲଟାଇ ଜାମ୍ଭବକୁ ଗଲେ ଚାପ ଧରି ବିଶ୍ୱରୂପ ଧରି ବିଶ୍ୱରୂପ ଓଲଟାଇ ଜାମ୍ଭବକୁ ଗଲେ ଚାପ ଧରି ବିଶ୍ୱରୂପ ଓଲଟାଇ ଜାମ୍ଭବକୁ ଗଲେ ଚାପ ଧରି ବିଶ୍ୱରୂପ ଜାମ୍ବବସନ ରାଜା ସିନା ଭଗବାନଙ୍କୁ ମାରି ବସିଥିଲା ହଁ କଣିକାଏ ପିଣ୍ଡ ଯେତେବେଳେ ଭଗବାନଙ୍କ ଗର୍ଭରେ ପଡିଆଲା ଆଚ୍ଛା ସାତ ସିଂହର ବଳ ପଡି ଆସିଲା ଭଗବାନଙ୍କର ହଁ ଜାମ୍ବବକୁ ତଳେ ପକେଇ ଭଗବାନ ଉପରେ ମାରି ବସିଲେ ଆଚ୍ଛା ତାପରେ ଘଟଣାଟି ହେଇଛି କଣ ତଳେ ପଡି ଜାମ୍ଭବାନ ତୁମେ ଅଟ ନାରାୟଣ ତଳେ ପଡି ଜାମ୍ବବାନ ତୁମ୍ଭେ ଅଟ ନାରାୟଣ ମନସ୍କାମନା ମୋହର ପୂର୍ଣ୍ଣ ହେଲା ଆରେ ଚକ୍ରଧର ମନସ୍କାମନା ମୋହର ପୂର୍ଣ୍ଣ ହେଲା ଚକ୍ରଧର ମୋହର ନନ୍ଦିନୀ ମୋହର ନନ୍ଦିନୀ ପ୍ରଦାନ କରୁଛି ନିୟ ତେଣୁ ପାଣି ମୋହର ନନ୍ଦିନୀ ଜାମ୍ବବସନ ରାଜା କହିଲା ହେ ପ୍ରଭୁ ହଁ ମୁଁ ଜାଣିଦେଲି ତମେ ନାରାୟଣ ବୋଲି ଆଚ୍ଛା କାହିଁକି କାହିଁକି ନା ସତ୍ରେତୟା ଯୁଗରେ ହଁ ମତେ ବର ଦେଇଥିଲ କଣ? ନା କଣ ବର କଣ ନା ଏତେ ଅସୁର ବାନର ସମସ୍ତଙ୍କୁ ମାରିଲେ ହଁ
ଭାଲୁ କହିଲା ସମସ୍ତଙ୍କ ମାରିଲା ମୁଣ୍ଡ ପୋତି ବସିଲା ଗୋଟେ କଣେ ହଁ ରାମଚନ୍ଦ୍ର ପଚାରିଲେ ମନ୍ତ୍ରୀ ଜାମ୍ବବାନ ହଁ ତୁମେ କାହିଁକି ମୁଣ୍ଡଟା ତଳକୁ କରି ବସିଛ ଏ ରାମଚନ୍ଦ୍ର ଜାଣିଦେଲେ କଥା ରାମଚନ୍ଦ୍ର ଜାଣିଦେଲେ କଥାଟା ହଁ ଭାଲୁର ଇଚ୍ଛା କଣ ଥାଏ ଜାଣିଛ ମା କଣ କହିଲା ଏତେ ଲୋକକୁ ମାରିଲି ହଁ ଭଗବାନଙ୍କ ସାଥିରେ ମୋର ଯୁଦ୍ଧ ଟିକେ ହେଲାନି ମୋ ନଖର ଗଲୁ ମଲାନି छी କୁଣ୍ଡେଇ ନାଗୁଛି ଲଖ କୁଣ୍ଡେଇ ହଉଛି ଭଗବାନ କହିଲେ ମନ୍ତ୍ରୀ ଜାମ୍ବବାନ ମୁଁ ଜାଣି ସାରିଲେଣି ହଁ ଦ୍ୱାପର ଯୁଗରେ ତୁମେ ହେବ ପାତାଳପୁରର ରାଜା ରାଜା ମୁଁ ମଣି ଖୋଜି ଖୋଜି ଯାଇ ପହଞ୍ଚିବି ତୁମ ନିକଟରେ ହଁ ସେତେବେଳେ ତୁମର ମୋର ଯୁଦ୍ଧ ହବ ହଁ ତମର ପଣ୍ଡର ତମର କଣ୍ଡୁ ମରିବ ନଖର ଗଲୁ ମରିବ ହଁ ହେଲେ ଜାମ୍ବବସନ ରାଜା କହିଲା ତ୍ରେତୟାର ପ୍ରଭୁ ଯୋଉ ବରଟା ଦେଇଥିଲ ମୁଁ ଜାଣିଦେଲିଣି ତୁମ୍ଭେ ଏକା ନାରାୟଣ ହେଲେ ତାପରେ ହେଲା କଣ ଲୋ ମା ଚିନା ଚିନି ତଉ ହୋଇ ଜମ୍ବୁବତୀ ଏମା ଚିନା ଚିନି ତଉ ହୋଇ ଜମ୍ବୁବତୀ କନ୍ୟା ନେଇ କୃଷ୍ଣଙ୍କୁ କଲେ ପ୍ରଦାନ କନ୍ୟା ଘେନି ନାରାୟଣ ଦେଖ କୃଷ୍ଣଙ୍କୁ କଲେ ପ୍ରଦାନ କନ୍ୟା ଘିନି ନାରାୟଣ ଦ୍ୱାରକା ପ୍ରବେଶ ଦ୍ୱାରକା ପ୍ରବେଶ ଦେଖି ନଗ୍ରଜନ ବହୁତ ସନ୍ତୋଷ ଦ୍ୱାରକା ପ୍ରବେଶ ଏମା ହଁ ଏନେ ଭଗବାନ କିଏ ରେ ତୁ ଭଗବାନ ମରି ଯାଇଛନ୍ତି ବୋଲି ଦ୍ୱାରକାରେ ଭୋଜି ଭାତ ଖାଇବାକୁ ବସିଛନ୍ତି ଧାଡି ହେଇକିରି ହଁ ଧର ଏ ଗାଁର ଜଣେ କେଇ ଲୋକ ମରି ଯାଇଥିବେ ଭୋଜି ଭାତ 12 ଦିନରେ ଖାଇବାକୁ ବଇଥିବେ ବସିଥିବେ ଯଦି ସେ ଲୋକଟା ମାଇକିନାଟା ଧରି ବାଟରେ ଆଇବ ହେଲେ ସେ ଲୋକ ଭୂତ ଭାବିବ ନା କଣ ଭୂତ ଭାବିବ ଆକେ ଖଲି ଫଲି ଛାଡ଼ି ବିଲ ମାରିଆ ଧାଇଲେ ସବୁ ଦ୍ୱାରକାବାସୀ ମାନେ ଯେ ଯୁଆଡେ କହିଲେ ଭୂତ ଏଇଟା ଭୂତ ଆଇଲା ଆଇଲା ଚାଲ ଭଗବାନ କହିଲେ ନାଇଁ ମୁଁ ଭୂତ ନାହିଁ ନା ନାଇଁ ତମେ ତ ଭୂତ କହିଲେ ମୁଁ ଭୂତ ନାହିଁ ହଁ ପ୍ରକୃତରେ ଦେଖ ମୋର ଶଙ୍ଖ ଚକ୍ର ଗଦା ପଦ୍ମ ମୁଁ ହିଁ ସେଇ ଭଗବାନ ହଁ ଗୋଟିଏ ଦିନ ନାରାୟଣ ଦ୍ୱାରକାବାସୀ ମାନଙ୍କୁ ଶଙ୍ଖ ଚକ୍ର ଗଦା ପଦ୍ମ ଚିହ୍ନକୁ ଦେଖେଇଥିଲେ ହଁ ତାପରେ ହେଇଛି କଣ ମା ସପ୍ତପାଟ ବଂଶୀଗଣ ରତ୍ନ ଚୁଡ଼ିକୁ ପିନ୍ଧି ଏ ଯୋଉ ସାତଟା ମାଇକିନା ଘଇଟା ଥାଇକିରି ରାଣ୍ଡ ହେଇ ଯାଇଥିଲେ ହଁ ଏ ସାତଟା ଯାକ ମାଇକିନା ଆଉ ଥରେ ଚୁଡ଼ି ପିନ୍ଧିଲେ ଲୋ ମା ହଁ ସପ୍ତ ପାଟ ବଂଶୀଗଣ ରତ୍ନ ଚୁଡୁକି ପିନ୍ଧିଲ କଲେ କ ବିଷ୍ଣୁ ଦର୍ଶନ ଦୁଃଖ ହଇଲା ଖଣ୍ଡନ ଏମା କଲେ କ ବିଷ୍ଣୁ ଦର୍ଶନ ଦୁଃଖ ହଇଲା ଖଣ୍ଡନ ମୋହର ନନ୍ଦିନୀ ମୋହନ ଶିବ ରାମ ଭଣୀ ଶିବ ରାମ ଭଣୀ ହରିବଂଶ ଭାଗବତ ଏକାଣୀ ଶିବ